ମୁଁ 70 ଟଙ୍କା ନେଇକି ଗାଁରୁ ଆସିଥିଲି ଭୁବନ ଯେତେବେଳେ ବରମୁଣ୍ଡାରେ ପହଞ୍ଚିଲି ବସ୍ରେ ସେତେବେଳେ ସେ ମୋ ପାଖରେ ପଇସା ନାହିଁ ବହୁତ କଷ୍ଟ କରିକି ସେଇଠୁ ମୋର ଅଟୋ ଭଡ଼ା ଏ ଟାଇମ୍ରେ 5 ଟଙ୍କା 7 ଟଙ୍କା ଲାଗେ ଅଟୋ ଭଡ଼ା ଦେବାକୁ ପଇସା ନାହିଁ ମୁଁ ବହୁତ ଦିନ ବି ମାନେ ନ ଖାଇ ପିଇକି ଶୋଇଯିବି ମାନେ ଦିନ ଏମିତି ଆସିଛି ମାନେ ଭାବୁଥିବି ମାନେ ଯେତେବେଳେ ଯାଉଥିବି ରୋଡ଼ରେ ନା ମାନେ କିଏ କ'ଣ ବରା ଫରା ଛଣା ହେଉଥିବ କିଏ ଇଏ କରୁଥିବ ହୋଟେଲରେ ମାନେ କହିପାରୁନି ସେଇ ଟାଇମ୍ର ଯେଉଁ କାହାଣୀ ହେଇଛି ମୋର ମୋତେ ପ୍ରବଳ ଭୋକ ହେଉଥିବ ମୋ ଯଦି ଜଣେ ଛାଣିକି ଦେବ ନା ମାନେ ସେତେବେଳେ 50-60 ଟଙ୍କା ମୁଁ ଖାଇଦେବାକୁ ଇଚ୍ଛା ହେବ ସେଇ ଟାଇମ୍ରେ ମୋ ପାଖରେ ପଇସା ନଥିବ ଦେଖୁଥିବି ଖାଇବାକୁ ଇଚ୍ଛା ଥିବ ସେଇ ଟାଇମ୍ରେ ମନରେ ଭାବୁଥିବି ମୁଁ ଖାଇଦେବି ଯାଉଥିବି ପାଖକୁ ମୋ ପାଖରେ ଏମିତି ଦେଖୁଥିବି ଖୁଚୁରା ପଇସା 2 ଟଙ୍କା 3 ଟଙ୍କା ଥିବ ସେଇ ଟାଇମ୍ରେ ମନରେ ଭାବିବି ମୋ ଇଚ୍ଛା ଥିଲେ ବି ଖାଇବାକୁ ହେଲେ ବି ମୁଁ ପଇସା ନଥିବ ମୁଁ ବାକି ଖାଇଲା ଆସିକି କଷ୍ଟ ହେଉଥିବ ମୋ ବାପା ବୋଉର କହିବେ ଯେ ଯାହା କରୁଛୁ କରେ କେଉଁଠି ବାକି ସାକି ହେନା ବାକି ହେଲେ ତୁ ସୁଝି ପାରିବୁନୁ ସେଇ ହିସାବରେ ମୁଁ ବହୁତ ଚେଷ୍ଟା କରେ ଯେ ମୁଁ କେମିତି ବଡ଼ ମଣିଷ ହେବି ମୁଁ କେମିତି ପଇସା ଇନକମ୍ କରିବି ମୁଁ କେମିତି କାହାର ଧାର ଉଧାର କରିବିନି ମାନେ ବହୁତ ଚେଷ୍ଟା କରେ ନିଜକୁ ଇଏ କରିବା ପାଇଁ କିନ୍ତୁ ବହୁତ ଜାଗାରେ ପାଣି ପିଇକି ବି ଶୋଇଛି ମୁଁ ରାତିରେ ଖାଇବାକୁ ଥିବ ଇଚ୍ଛା ଥିବ ହୋଟେଲ ଗଲା ଆସିକି ନଥିବ ମୋ ପାଖରେ ପଇସା ନଥିବ